ସବୁବେଳେ ଗୋଟେ କଥା ଲକ୍ଷ୍ୟ କରିଥିବେ, ଯେତେବେଳେ ନିଜର ଗୋଟିଏ ଝିଅ ହୁଏ ତାକୁ ରାଜକୁମାରୀ ଭଳି ରଖିବା ପାଇଁ ସବୁ ବାପା ମା ମାନେ ଚାହାନ୍ତି, କିନ୍ତୁ ପର ଝିଅଟିକୁ ଚାକରାଣୀ କରି ରଖିବା ପାଇଁ ମଧ୍ୟ ପଛାନ୍ତି ନାହିଁ। ଏ କଥାର ଗୋଟେ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ମୁଁ ଆପଣଙ୍କୁ ଦେଇପାରିବି। ଯଦି ମୋର ଗୋଟେ ଝିଅ ହେଲା ତେବେ ମୁଁ ତାକୁ ରାଜକୁମାରୀ ଭଳି ରଖିବା ପାଇଁ ସବୁବେଳେ ଚେଷ୍ଟା କରିବି, କିନ୍ତୁ ମୁଁ ଯେଉଁ ପରଘରୀ ଝିଅଟିକୁ ମୋ ନିଜର କରିଛି ବା ଯେଉଁ ଝିଅଟି ମୋତେ ଗୋଟେ କନ୍ୟା ସନ୍ତାନର ପିତା ହେବାର ସୁଯୋଗ ଦେଇଛି, ସେ ଝିଅଟିକୁ ମୁଁ ସବୁବେଳେ ଅବହେଳା କରିଥାଏ ଆଜ୍ଞା। କାହିଁକି ନା ସେ ଝିଅଟି ମୋ ନିଜର ନୁହେଁ ନା, ସେ ଆଉ କାହାର ଝିଅ। ସେଇଥିପାଇଁ ମୁଁ ସେ ଝିଅଟିକୁ ସବୁବେଳେ ଅବହେଳା କରିଥାଏ। ଯେମିତି ନିଜର କନ୍ୟା ସନ୍ତାନଟିକୁ ମୁଁ ରାଜକୁମାରୀର ଉପାଧି ଦେଇ ତାକୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଏବଂ ଖୁସି ପ୍ରଦାନ କରୁଛି, ଠିକ୍ ସେମିତି ପରଘରର ଝିଅଟିକୁ ମଧ୍ୟ ସମସ୍ତ ପ୍ରକାରର ଖୁସି ଓ ଆନନ୍ଦ ଦେବାର ଆବଶ୍ୟକତା ଅଛି ଆଜ୍ଞା। ମୁଁ ଯାହା କହୁଛି ଆପଣ ନିଶ୍ଚୟ ସେ କଥାକୁ ବୁଝିପାରୁଥିବେ। ଏଇ ତ ଜୀବନର କଥା।